ଆମେ କାକୁଡି ବସିବୁ ଆଜି କଣ ଆମେ ଦରକାର ପଇଲେ କାଲି ପର୍ଯ୍ୟନ୍ତ ବି ବସିବୁ ପହରଦିନ ପର୍ଯ୍ୟନ୍ତ ବି ବସିବୁ ସେ ଆମ କାମ ଦେଖାଯାଉନି ତାଙ୍କୁ ଆମେ 65ଟା କାମ ଦେଇଛନ୍ତି କେତେ କାମ ଆମ ଏନମ ଦିଦି ମାନଙ୍କୁ ଦେଇଦେବେ ଲକ୍ଷେ ଟଙ୍କା ସେ ଆମରି କାନ୍ଧରେ ମଧ୍ୟ ପକେଇକି ସେ ନେବେ କାମ ଆମେ ଦେଲେ ସେ ଯାଇକି ନେବେ ସେ ଯାଇକି ଜଣେଇବେ ଆମକୁ ତାଙ୍କୁ କଣ ଦେଖାଯାଉନି କିଏ କାମ କରୁଛନ୍ତି ବୋଲି ମୁଁ ଏତିକି ଅନୁରୋଧ କରୁଛି ମାଝିକି ବି ଅନୁରୋଧ କରୁଛି ମାଝି ସାରଙ୍କୁ ଅନୁରୋଧ କରୁଛି ପ୍ରଭାତୀ ମ୍ୟାଡାମଙ୍କୁ ଅନୁରୋଧ କରୁଛି ଆମ କଥା ଟିକେ ବିଚାର କରୁ ଏତିକି କହିକି କାହିଁକି ଶୁଣୁନାହାନ୍ତି ଆମେ ତ ଭୋଟ ମାନେ ଦେଇକି ଶୁଣିଲେ ତ କଣ କହିବୁ ଆଉ ଆମେ ତ କେତେ ଥର ଏଇଭଳିଆ ବସିଲୁଣି କେତେ ଥର ଗଲାଣି ତାପରେ ସିଏ ହଉଛି ଆମ କଥା କିଛି ମ୍ୟାଡାମ ଶୁଣୁନାହାନ୍ତି କି ସିଏମ ସାର୍ ଶୁଣୁନାହାନ୍ତି ଆମର 20 ବର୍ଷ ଲେଖା ହେଲା ଚାକିରି ଖାଇବା ଠାରୁ ଉଠି ଆସିବୁ ବସିବା ଠାରୁ ଉଠି ଆସିବୁ କରୋନା ଯୁଦ୍ଧର ଲଢେଇ କରିବୁ ଦେଖିଲା ବେଳକୁ ଆମ ଛୁଆ ପିଲା ଗଡି ମରୁଛନ୍ତି ଆମର ଚାଉଳ କିଲୋ ହେଲାଣି 50 ଟଙ୍କା ଆଳୁ କିଲୋ ହେଲାଣି 30 ଟଙ୍କା ପିଆଜ ହେଲାଣି 60 ଟଙ୍କା ଆମେ ଦେଖିଲା ବେଳକୁ ଖାଇବା ବିନା ମରୁଛୁ ଖଟି ଖଟି ଜୀବନ ଯାଉଛି ଅଥଚ ଆମର ମୂଲ୍ୟ ବୁଝୁନାହାନ୍ତି ଯାଇ ପ୍ରଭାତୀ ମ୍ୟାଡାମ ବା ଜଣେ ନାରୀ ସିଏ ନାରୀର ଦୁଃଖ ବେଶୀ ଶୁଣିବା କଥା ତାଙ୍କୁ କେମିତି ଆମ ଦୁଃଖ ଦେଖାଯାଉନି ଜଣେ ନାରୀ ସେ ମା ସେ ଜନନୀ ସେ ଭଗିନୀ ସେ ସବୁ ପ୍ରକାର ହେଇପାରନ୍ତି କିନ୍ତୁ ଆମେ ନାରୀ ମାନେ ରାସ୍ତା କଡରେ ଗଡୁଛୁ ଭୋକ ବିକଳ ଅଥଚ ପ୍ରଭାତୀ ମ୍ୟାଡାମ କିଛି ବି ଦେଖାଯାଉନି କେମିତି ମ୍ୟାଡାମ ଏତେ ଚେଞ୍ଜ ହେଇଯାଉଛି ଏମିତି ନହେଲେ ଚାକିରି ଘାସ କାଟିକି ଆମେ ପଶି ହବ ବରଂ ଆମର ମ୍ୟାଡାମ ଆମେ ଅନୁରୋଧ କରି କହୁଛୁ ପ୍ରଭାତୀ ମ୍ୟାଡାମ ଆମର ସୁଭଦ୍ରା ପଇସା ଦରକାର ନାହିଁ ଆମେ ପାରିଶ୍ରମିକ ଦଉଛୁ ଆମେ ପାରିଶ୍ରମିକ ମାଗୁଛୁ ଆମେ ପାରିଶ୍ରମିକ ଦଉଛୁ ସିଏ ବି ଆମ ଭଳିଆ ଗୋଟେ ମହିଳା ସିଏ ଯାହା ଭାବୁଛନ୍ତି ଆମକୁ କିଛି କାନ୍ତ ଲାଗୁଛି ରାସ୍ତାର ଆମେ କଣ ଏଇ ରାସ୍ତାରେ ଛିଡା ହେଇଥିବୁ ଆମକୁ କଣ ଏମିତି ଖୋଜୁଥିବେ ଆମେ ଏମିତି ବସିଥିବୁ ଏମିତି ଶାଗ ପଖାଳ ଖାଇକି ବସିଥିବୁ ଆମ ପିଲାଙ୍କୁ ଛୁଆଙ୍କୁ ଆମେ ପୋଷି ପାରୁନୁ ପଢେଇ ପାରୁନୁ ଦରବାରଟା କାହିଁକି କରୁନାହାନ୍ତି ଆମର ସେ ସୁଭଦ୍ରା ଦରକାର ନାହିଁ ଆମେ ଏତିକି ଅନୁରୋଧ କରି କହୁଛୁ ମ୍ୟାଡାମ ଆମକୁ ଦେଖା କରନ୍ତୁ କହୁଛୁ କେତେ କଷ୍ଟ ବହୁତ କଷ୍ଟ ବୟସ ହେଇଲାଣି ଆମେ ବେମାରୀ ହେଇସାଇଲୁଣି କିଛି ଦେଇନାହାନ୍ତି